ଜୟ ଜଗନ୍ନାଥ। ଆଜି ଭଲ କଥା ବା ମନେ ରଖିଥାଅ। ବାସ୍ତବରେ ଭକ୍ତ ମିଳିଟା କେବେ? ଭକ୍ତ ମିଳି ତମେ ମାନେ ବର୍ତ୍ତମାନ ଯାହାକୁ ସବୁ ଆଖିରେ ଦେଖୁଛ, ଲୋକ ଚିତା ଚୈତନ୍ୟ ସବୁ କାଟୁଛନ୍ତି, ଗେରୁଆ ପିନ୍ଧୁଛନ୍ତି ନା ନାଇଁ, ମାଳା ତିଲକ ମଧ୍ୟ ଗଡ଼ଉଛନ୍ତି, ଆଙ୍କୁ ଭକ୍ତ କୁହାଯାଏ ନା। ଇଏ ଭକ୍ତର ଭେଷ ଧରି ପାରନ୍ତି, କିନ୍ତୁ ଇଏ ଭକ୍ତ ନୁହଁ। ବୁଝି ହଉଛି ନା? ମହାପୁରୁଷ ନେକିଲେ କଣ? ଲକ୍ଷ୍ମୀ ପଚାରୁଛନ୍ତି, ଏ ନାରାୟଣ କହୁଛନ୍ତି ଲକ୍ଷ୍ମୀଙ୍କୁ, ତେଣୁ ଲକ୍ଷ୍ମୀ ସବୁ କରିବ, ମୋ ବାପ ମାଙ୍କୁ କେବେ ହେଲେ ଅବହେଳା କରିବ ନାହିଁ। ଅନାଦି ଗୁରୁ ସ୍ୱୟଂ ପରମ ପୁରୁଷ ଯେତେବେଳେ ଏକଥା କହୁଛନ୍ତି, ମା ଜଗଧାତ୍ରୀ ଲକ୍ଷ୍ମୀ କହୁଛନ୍ତି, ପ୍ରଭୁ ତମେ ତ ଜଗତର ସ୍ରଷ୍ଟା, ତମର ଗୋଟେ ବାପ ମା କେଉଠୁ ଆସିଲା? ନାରାୟଣ ହସିଦେଲେ। ଲକ୍ଷ୍ମୀ ତମେ ଏ ମୋର ଘରଣୀ ହେଲ, କିନ୍ତୁ ତମେ ମୋ ବାପ ମାକୁ ଚିହ୍ନି ପାଇଲନି। ନାରାୟଣ ସେଠୁ କହୁଛନ୍ତି, କହିଲେ ଭକତ ମୋ ପିତା ମାତା, ଭକତ ମୋ ବନ୍ଧୁ, ଭକତ ନିମନ୍ତେ ନାମ ମୋର କୃପା ସିନ୍ଧୁ। କହିଲେ ଭକ୍ତ ହଉଛନ୍ତି ମୋର ପିତା ମାତା। ଭକ୍ତ ବଡ ନା ଭଗବାନ ବଡ? ଭକ୍ତ ବଡ। ଭକ୍ତ ଚାହିଁଲେ ଭଗବାନ କଣ କରିବ? ବୁଢୀ ଆଣି ସୂତାରେ ବାନ୍ଧିକି ରଖିଦବ। ସେମିତିଆ ଭକ୍ତ ହବାକୁ ପଡିବ। ବୁଝି ହଉଛି? ବର୍ତ୍ତମାନ କେଇ ଜଣ ଭକ୍ତରେ? ବର୍ତ୍ତମାନ ଭାରତ ଭୂଖଣ୍ଡରେ ସମସ୍ତେ ପ୍ରଭୁଙ୍କୁ ଡାକୁଛନ୍ତି, ଯେକୌଣସି ଧର୍ମାବଲମ୍ବୀ ହଉ। ପ୍ରଭୁ ଗୋଟିଏ ନା ଦିଟା? କାହା ମନରେ ଶାନ୍ତି ଅଛି ଆମକୁ କହିଲ ନା? ମହାପୁରୁଷ ଅଚ୍ୟୁତଙ୍କ ଏଇ ଶିଶୁମାନଙ୍କର ଗୋଟେ ପଦ ମନେ ପଡିଯାଏ, କୁକୁର ବହିବେ ମସ୍ତକେ ଚିତା, ଭଲୁକ ବହିବେ କନ୍ଧେ ପଇତା, ଝିଟି ପିଟି ହରି ନାମ ଗାଇବ, ଘୋର କଳି କାଳ ଥୟ ନୋଇବ, ପାପ ପୁରୀ ଯିବ ମହି, ଘରେ ଘରେ ହରି ନାମ ଯେ ହୋଇବ, ଧର୍ମ ବଳେ ଟିକେ ନାହିଁ। ଆଗେ ଗାଁ ଗହଳିରେ ଗୋଟିଏ ଲେଖା ଭାଗବତ ଟୁଙ୍ଗି ଥିଲା, କି ଦିଟା ସାଇ ମିଶିକି ଗୋଟେ ଭାଗବତ ଟୁଙ୍ଗି କରୁଥିଲେ। ବର୍ତ୍ତମାନ ସମୟରେ ସମସ୍ତଙ୍କ ଘରେ ସବୁ ଭାଗବତ ଟୁଙ୍ଗି ହେଇଗଲା, ଘରେ ଘରେ ଭାଗବତ ଟୁଙ୍ଗି ହେଇଗଲାଣି। ସେତେବେଳେ 5 ଖଣ୍ଡ ଗାଁ ମିଶି ଗୋଟିଏ ଅଷ୍ଟପହରୀ କରୁଥିଲେ, ଅବିକା ଯାହା ପାଇଁ ପଇସା ହେଲା ସିଏ ଗୋଟେ ଅଷ୍ଟପହରୀ କଲା। ସେତେବେଳେ ଧର୍ମ ଅବିକା ବର୍ତ୍ତମାନ ବହୁତ ଯାଗ ଯଜ୍ଞ ହଉଛି, ହେଲେ ଧର୍ମ କାହିଁ? ଧର୍ମ କାହିଁ? କାହା ମନେ ଶାନ୍ତି ଅଛି? ବାପ ପୁଅରେ ବାଡିଆ ପିଟା, ଶାଶୁ ବୋହୂରେ ବା ଗଡା ଗଡି। ହଁ କି ନାଇଁ କହୁନ? ଗୁରୁଜନ ଲଘୁଜନ ଆଉ କିଏ ମାନୁଛି? ରାସ୍ତାଘାଟରେ ଜ୍ଞାନ ବଖାଣ କରୁଥିବେ, ଘରେ ଦେଖିବା ବେଳକୁ ବାପ ପୁଅରେ ଦିଟା ହାଣ୍ଡି, ତାର କଣ ମହତ୍ଵ ଅଛି? ଯଦି ଆମେ ଠାକୁରଙ୍କୁ ଡାକିବା ଆମ ଜୀବନରେ ଶାନ୍ତି ନାହିଁ, ସେ ଠାକୁରଙ୍କୁ ଡାକିବାର ମହତ୍ଵ କିଛି ନାହିଁ। ହଁ କି ନାଇଁ? ପ୍ରଭୁଙ୍କୁ ମଣିଷ କଣ ଖୋଜେ? ମଣିଷ ସୁଖ ଖୋଜେ ନାହିଁ କି ଦୁଃଖ ଖୋଜେ ନା, ମାନବ ଜନ୍ମରେ ଶାନ୍ତି କି ଖୋଜ। ଯଦି ଶାନ୍ତି ଯାହା ଜୀବନରେ ନାହିଁ, ସେ ଯେତେ ଧନ ଥିଲେ ମଧ୍ୟ ସେ ଗୋଟେ ମରିଚିକା ସମ, ତାର କିଛି ମହତ୍ଵ ନାହିଁ। ତେଣୁ ଭକ୍ତ ମାନେ ଭକ୍ତ ଆଉ ଭଗବାନ ଇଏ ହଉଛି ପରସ୍ପର ପରିପୂରକ। ସେମିତିଆ ଭକ୍ତ ଯାହା କୁହନ୍ତି ନିତ୍ୟ ଭକ୍ତ। କେତେ? 800। ଏ 800 ଭକ୍ତ ମିଳି କେବେ ନା, ଏଇଟା କେବେ ଘଟିବ? ଅଚ୍ୟୁତ ମହାପୁରୁଷ କହୁଛନ୍ତି କାହାକୁ? ରାମଦାସ। କହିଲେ ହେ ରାମ, ଏ କଥାଟା ମନେ ରଖିଥା, ଏଇଟା କାହାକୁ କହିବୁ ନାହିଁ। ବାସ୍ତବରେ ଭକ୍ତ ମିଳିଟା କେବେ ଘଟିବ?
ଆମେ ଭୁଲ ବଶତଃ 16 ଅଙ୍କ କହିଦେଇଥିଲୁ ଗୋଟେ ଏପିସୋଡରେ, ବୁଝିହଉଛି ନା? ସେଟା ପ୍ରକୃତରେ ହଉଛି ମନେ ରଖିଥା 39 ଅଙ୍କ। ହଁ 39 ଅଙ୍କ। କୋଉ 39? ନା ସନ 1439 ଅଙ୍କରେ ଘଟିବ। ହେଲା, କୋଉ 39? ସନ 1439। କେମିତି? ମହାପୁରୁଷ ଅଚ୍ୟୁତ କହିଲେ, କଣ କହିଲେ? କାହିଁ ନ କହିବ ଗୁପଟ ରଖିବ ଭକ୍ତ ସାରସତ୍ୱ ହେଇ। ସାରସତ୍ୱ ମାନେ କଣ? ବଛା ବଛି ଭକ୍ତ। ଯେତେ ଗୁଡିଏ ଭକ୍ତ ଅଛନ୍ତି ସାରସତ୍ୱ ଭକ୍ତ ମାନେ ବଛା ବଛି ଭକ୍ତ କଥା କହୁଛି। 3-13 ମଧ୍ୟ ଭକ୍ତଙ୍କର ମେଳ ମନେ ରଖ 12 ପୋଇ। 12 ପୋଇ ବୋଲନ୍ତି ଦ୍ୱାଦଶ ଗୋପାଳ। ସେଠି ଦ୍ୱାଦଶ ଗୋପାଳ ଉପସ୍ଥିତ ଥିଲେ ମହାପୁରୁଷ ଅଚ୍ୟୁତ କହିଲା ବେଳେ କହିଲେ, ହେ ଗୋପାଳ ମାନେ ତମେ ମନେ ରଖିଥା 3-13 ମଧ୍ୟ ଭକ୍ତଙ୍କ ମେଳ ମନେ ରଖ 12 ପୋଇ। 39 ହେଲା, ମାନେ 1439 ସନ ଯେତେବେଳେ ହେବ ସେ ସମୟରେ କଣ ହବ? ଭକ୍ତ ମିଳି। ଆଉ ଗୋଟେ କଥା ମନେ ରଖିଥା, ବର୍ତ୍ତମାନ ତ ଠାକୁର ଛେଳି କଣ ଛତୁ ଫୁଟିଲା ପରି ବାହାରିଲେଣି, ବୁଝି ହଉଛି ନା? ଯିଏ ପ୍ରକୃତ ଲୋକ ହେଇଥିବ, ପ୍ରଭୁ ଯାହା ଦେହରେ ବିହାର କରୁଥିବେ, ସେ ଭକ୍ତ ମାନଙ୍କୁ ଚତୁର୍ଦ୍ଧା ମୂରତି ରୂପ ଦେଖେଇବେ ବୋଲି ମହାପୁରୁଷ କହିଛନ୍ତି। ବୁଝିପାରୁଛ? ସମସ୍ତେ କଣ ପୃଥିବୀରେ ସମସ୍ତେ କଣ ଜଗନ୍ନାଥଙ୍କୁ ମାନୁଛନ୍ତି? କିଏ ରାମକୁ ମାନୁଛନ୍ତି, କିଏ କୃଷ୍ଣଙ୍କୁ ମାନୁଛନ୍ତି, କିଏ ଜଗନ୍ନାଥଙ୍କୁ ମାନୁଛନ୍ତି, ଏମିତି ଅଛନ୍ତି। ଯେମିତି ଏମିତି ସେ ବାହାରିବେ, ଯିଏ ଯେମିତି ଭାବିବ ସେ ତାଙ୍କୁ ସେଇ ରୂପରେ ଦର୍ଶନ ଦେବେ। ଏଟା ଭଲ କଥା ମନେ ରଖୁଛ। ଛାଡ, ଏତେ 39 ଅଙ୍କରେ କଣ ହେବେ? ଇଏ କଣ ଏବେ? ଭକ୍ତ ମାନଙ୍କର ମେଳି ହବ। କାହିଁକି ମେଳି ହବ? ନା ଭୁଲ ମେଳି ହବ ତ ଫେର କାହିଁକି ମେଳି ହବ? ମହାପୁରୁଷ ପୁଣି ଲେଖିଲେ, କଣ ଲେଖିଲେ? କହିଲେ, ଫଣି 32ରେ ଛତ୍ର ଉଦ୍ଦେଜେ ହୋଇବ ଫିଟିବ ପ୍ରଜାଙ୍କ କଷ୍ଟ ସୁବୃଷ୍ଟି ହୋଇବ। ଫଣି ବୋଲନ୍ତେ କେତେ ହେଲା? 7। ମାନେ ଫଣି ବୋଲନ୍ତେ ଫଣା, ସାପର କେଇ ଫଣା? 7 ଫଣା। 32 ମିଶିଲେ କେତେ ହେଲା? 39 ହେଲା। ମାନେ ଫଣି 32ରେ ଛତ୍ର ଉଦା ହେବ, ମାନେ ଠାକୁର ସେଠି ରଜା ହେବେ। ତାଙ୍କର ଛତ୍ର ଯେତେବେଳେ ଉଦୟ ହେବେ ଅଟୋମେଟିକାଲ ଭକ୍ତ ଥିବେ ନା ନଥିବେ? ଭକ୍ତକୁ ଛାଡି କଣ ପ୍ରଭୁ ଖେଳ କରିପାରିବେ? କି ପ୍ରଭୁକୁ ଛାଡି କଣ ଭକ୍ତ ବଞ୍ଚି ପାରିବେ? ତେଣୁ 1439 ସନରେ ଏ ଘଟଣା ମାନ ଘଟିବ, ଯାହାକୁ ଆମେ ଅନ୍ୟ ଚ୍ୟାନେଲରେ ମଧ୍ୟ କହିଥିଲୁ 2031-32 ମସିହା ବେଳକୁ ଓଡ଼ିଶାର ଜଣେ ମହାନ ବ୍ୟକ୍ତି ବାହାରିବ, ଯିଏକି ସମଗ୍ର ପୃଥିବୀ କି ଦିଗ୍ଦର୍ଶନ ଦେବ। ବୁଝିହଉଛି ନା? ସେ ନୁଚିକି କେତେ ଦିନ ରହିବେ? ଆଉ ଗୋଟେ ମନେ ରଖିଥାଅ, ଯୋଉ ପ୍ରକୃତରେ ପ୍ରଭୁ ଯୋଉ ଆସିବେ ତାଙ୍କ ସଂସାରରେ କେହି ଚିହ୍ନି ପାରିବେ ନାହିଁ। ଆଉ ଆଗରୁ ଯୋଉ କଥା କହିଥିଲୁ, ଆଗ ବିନାଶ ତାପରେ ପ୍ରକାଶ। କାରଣ କଳି ଯୁଗ ଲୋକ ଯଦି ଜାଣିବେ ଇଏ ପ୍ରଭୁ ବୋଲି, ସେ ପଛପଟେ ଡେନାମାଇଟିରେ ଖଞ୍ଜିଦେବେ। ହଁ କି ନାଇଁ? କଳି ଯୁଗ ଲୋକ ବିଚିତ୍ର ଲୋକ। ଏଥର ବୁଝିପାରିଲ ନା ବୁଝିପାରିଲ? ତେଣୁ 1439 ବେଳକୁ ଗୋଟେ ସ୍ୱତନ୍ତ୍ର ପରିବର୍ତ୍ତନ ଆସି ଯାଇଥିବ, ହେଲା। ଆଉ ଆମର ଦୃଢ ବିଶ୍ୱାସ ଏଇଟା 1432 ଚାଲିଛି 39 ବେଳକୁ, ମାନେ ମସିହା ହେଲା ବେଳକୁ ସେଇ 31-32 ଆସିବ। ଆଉ କଣ ସେତେବେଳକୁ କୋଉ ଦିନ ଘଟିବ ମହାପୁରୁଷ ମଧ୍ୟ କହିଛନ୍ତି, ଶିବକଳ୍ପ ଶାସ୍ତ୍ରରେ କହିଛନ୍ତି। ସମୟ ଆମର ଅଧିକ ହେଇଯାଉଛି, ତେଣୁ ଏତିକି ମନେ ରଖିଥା 39 ବେଳକୁ କଣ ହବ? 39 ଅଙ୍କ ବେଳକୁ ଗୋଟେ ସ୍ୱତନ୍ତ୍ର ପରିବର୍ତ୍ତନ ଭାରତ ଭୂଖଣ୍ଡ ନୁହଁ, ସମଗ୍ର ପୃଥିବୀ ଭୂଖଣ୍ଡରେ ଗୋଟେ ପରିବର୍ତ୍ତନ ଆସିବ। ଏ କଥା କେବେ ଅତ୍ୟୁକ୍ତି ହବ ନାହିଁ। ଜାଣିଲା ଲୋକକୁ ପଥ ପଡିଅଛି, ନ ଜାଣିଲା ଲୋକ ଅନ୍ଧ। ବୁଝି ହଉଛି ନା? ଭାଗବତରେ ସାର କଣ କହିଲ? ମୂଳଟି ଅଟଇ ବିଶ୍ୱାସ କହି ଜଗନ୍ନାଥ ଦାସ।
ଭାଗବତର ମୂଳ ହଉଛି ବିଶ୍ୱାସ। ତେଣୁ ଯିଏ ମାନିଲେ ମାନିବ, ଯିଏ ନ ମାନିଲେ ନାହିଁ। ହଁ କି ନାହିଁ? ଜୟ ଜଗନ୍ନାଥ। ସେ ଅଚ୍ୟୁତଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ ଗବା ହରି ବୋଲ।